नमस्कार मो विजय कुमार तुबिट। तो आज मुझे जंगल आड़े मो सहित मो मो धर्मपत्नी आसते से पड़े अच्छा से पछाड़े। तो आम जंगल को आसु जंगल छतु खोल छतु खोलवा सहित बहुत प्रकार जमती जंगल जिनस धूणा झुणा 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 छतु एमती किसी जंगल बहुत प्रकार जिनस मिले। तो ये जिन खोजा आस देखिए कौन कौन मिलूँ चलते जा से मजी आड़ को। आम आस जंगल को आसिक देखिलु ये गोटे शाल गछ हणा है झुणा झुणा ना कौन कहती झुणा बाहर। तो देखिपे सांग मैंने ये आमर एवं बाहर करेंगे बोली पत्र आणिक से बाहर करेंगे आ देखिपुंट एटा एमती झुणा बाहर बोली मुझे जानी नी। देखते सांग मैंने से काटी काटिक बाहर करुँच एमती आम हाणी देऊ हाणीदेला सेटा जिते तार क्षीर गुड़ाक बाहर बाहरला सेठी सुखीगला सी पूरा गोटाड़िया हो गोटाड़िया है सेटा आम एमती हाणला आम ये बढ़िया से रखीदू तापर पूजा पूजा करती तापर आमर से ये जो हुए पूजा पर्व बा पर्व हेर पर्व जमुना पर्व बाघे पर्व ये जिते पर्व हुए तो से को काटिकी आम जो पूजा कला बेले आम ये कर झुणा रूप झुणा लगाती आते लोक मैंने बहुत खुशी बंगा बुरु गुड़ा आसती आम आदिवासी ये काटिया पड़ता है ये संग्रह कर पड़ता है एमती झुणा बाहर करती। हाँ ओहो आमर बेले बेले एमती जंगल गोटारे भी बहुत मिले तो एमती हाट गोटारे मिले ओहो एगर जंगल रू नहीं हाट रे बिक्री कर ना। हाँ
କାହା ପାଇଲନି ନା କ'ଣ? କି ଶାଗ ଜଙ୍ଗଲରେ ଶାଗ ପାଗ କିଛି ନାହିଁ। ଶାଗ ମିଳିଲାନି, ଏପଟେ ଜଙ୍ଗଲ ପଳେଇ ଆସିଛୁ। ଗୋଡ଼ର କ'ଣ ଲାଗିଲା ରେ? ଗୋଡ଼ଟା କ'ଣ ହବ ଇଏଟା? ଏପଟେ ଦେଖିପାରୁଛନ୍ତି ଏଇଟା ହେଉଛି ଶାଗ। ଏଇଟା କି ଶାଗ ଆପଣମାନେ ଜାଣିଥିବେ ବୋଧେ, ଜଙ୍ଗଲରେ ଏଇଟା ମିଳେ। ଏଇଟା ଆମର ଆଦିବାସୀରେ କହନ୍ତି ରେମିଲ ବିଲି ରେମିଲ ବିଲି ଶାଗ। ଏଇଟାକୁ କଣିଆ କଣିଆ ପତ୍ର ନେଇକି ତାକୁ କାଟିକିନା କେମିତି ସିନା କରନ୍ତି? ଭାଜିବ ଆଉ ହଁ, କାଟିକିନା ଭାଜିକିନା ତାକୁ ଫ୍ରାଏ କରିକିନା ତାକୁ ତରକାରୀ କରିବ। ତରକାରୀ କରିକିରି ଆଉ ଥରେ ତାକୁ ଶୁଖେଇକିରି ଖାଇବ। ହଁ, ଶୁଖେଇକି ତାକୁ ଡାଲି କରି ଖାଇବ। ସେ ମୋତେ ଓଲଟା ପ୍ରୋସେସିଂ ଦେଖେଇଲା। ଆକ୍ଚୁଆଲି ସେଟାକୁ କାଟିକି ଭାଜିକି ଖାଇବ ଆଉ। ଏଇଟା ଏପଟେ ବି ଏଇଟା ସେ ଶାଗ ଜଙ୍ଗଲରେ ମିଳେ। ଏଇଟା ପତ୍ର ଗୁଡ଼ା ଦୁଇଟା ପତ୍ର ଆଉ ଏଗୁଡ଼ା କଣିଆ କଣିଆ ପତ୍ର ଗୁଡ଼ାକୁ ନେଇକି ତାକୁ କାଟିକି ତାକୁ ଶାଗ ରୋଷେଇ କରିବ। ଭଲ ଲାଗେ, ମୁଁ ଖାଇଛି। ଏଇଟା ଆମ ବେଡ଼ା, ଆମ ଜମି ଅଛି, ଜମି କରେ ଗଛଟା ହେଇଛି ଲତା। ଏଇଟା ଗଛ ତ ନୁହଁ, ଲତା ହେବ। ଲତାଟା ହେଇଛି ବିରାଟ ବଡ଼ ନିମ୍ବ ଗଛରେ ସେ ମାଡ଼ି ଯାଇଛି। ଏପଟେ ଆମର ଜମି ବି କେତେ ଗୁଡ଼ାକ ଧାନ ପାନ ରୁଆ ହେଇଛି। ହଉ ଚାଲନ୍ତୁ ଦେଖିବା ସେପଟେ କ'ଣ କ'ଣ ମିଳୁଛି। ସେପଟେ ଗୁଡ଼ା ଧାନ କଟା ହେଉଛି। ଚାଲନ୍ତୁ। ଜଙ୍ଗଲକୁ ଆସିଥିଲୁ, କିନ୍ତୁ ଜଙ୍ଗଲରୁ ଆସିଲା ପରେ ଆଉ ଛତୁ ଅଳ୍ପ ଦୁଇଟା ମିଳିଲା, ତ ସେଗୁଡ଼ା ମୁଁ ଦେଖେଇଦେବି, ଦେଖେଇନି। ତ କ'ଣ କରିବା, ଆମେ ଘରକୁ ଯାଉଛୁ ଆଉ। ଭୋକ ବି ଲାଗିଲାନି, ଶୋଷ ବି ଲାଗିଲାନି। ଏପଟେ ଜଙ୍ଗଲଟା ଗଛ, ଶାଳ ଗଛ, ଏଗୁଡ଼ା ଶାଳ ଗଛ ଆପଣ ଜାଣିଛନ୍ତି, ସମସ୍ତେ ଜାଣିଛନ୍ତି ଶାଳ ଗଛ ବୋଲି। ଆମ ଏପଟେ ବହୁତ ଶାଳ ଗଛ ଅଛି। ତ ଏଇଟା ଏଇ ପାଖାପାଖିରେ ଏମିତି ଅଛି। ଏପଟେ ପୁରା ଜଙ୍ଗଲ ଲାଗିଛି, ସେପଟେ ବହୁତ ଜଙ୍ଗଲ ଲାଗିଛି। ଆମେ ଯାଇନୁ ଭିତରକୁ ଆଉ, ଡର ଟିକେ ଲାଗେ ଆଉ। ତ ଏ ଭିଡ଼ିଓ ମୁଁ ଏଇଠି ଏଣ୍ଡ କରୁଛି। ଯଦି ଭଲ ଲାଗେ ଏ ଭିଡ଼ିଓ ଦେଖିଲା ପରେ ତ ଲାଇକ୍, ସେୟାର, କମେଣ୍ଟ, ସବସ୍କ୍ରାଇବ୍ ଟିକେ କରିଦେବେ। ଚ୍ୟାନେଲ୍କୁ ଟିକେ ସବସ୍କ୍ରାଇବ୍ କରିଦେବେ। ଭିଡ଼ିଓ ଯଦି ଭଲ ଲାଗିଲା ଟିକେ ଲାଇକ୍ କରିଦେବେ, କମେଣ୍ଟ କରିଦେବେ କେମିତି ଲାଗୁଛି ଆଉ। ଏମିତି ଭିଡ଼ିଓ ଚାଲିଛି ଧୀରେ ଧୀରେ ଆଉ। ଯଦି ଆପଣମାନଙ୍କୁ ଆହୁରି ଭଲ ଭଲ ଭିଡ଼ିଓ ଆଣିବା ପାଇଁ ମୁଁ ଚେଷ୍ଟା କରିବି। ତ ଧୀରେ ଧୀରେ ଚାଲିଛି, ସବୁ କାମ ଭିତରେ ସବୁ ଭିଡ଼ିଓ କରାହେଉଛି। ତେଣୁ ଭଲ ଭଲ କଣ୍ଟେଣ୍ଟ ଗୁଡ଼ା ଆଣି ହେଉନି। ତ ଆଉ କିଛି ଦିନ ଭିତରେ ଆପଣଙ୍କୁ ଭଲ ଭଲ ଜିନିଷ ଆଣିବା, ମାନେ ଭଲ ଭଲ ଭିଡ଼ିଓ କଣ୍ଟେଣ୍ଟ ଗୁଡ଼ା ଆସିବ। ତ ରହୁଛି, ବାଏ ବାଏ।